ଦେଖନ୍ତୁ ପ୍ରଥମେ ତ ତା ବିଷୟରେ ଭାବିଲେ କଷ୍ଟ ହଉଛି, କାରଣ ମୁଁ ଏବେ ବି ବିଶ୍ୱାସ କରିପାରୁନି ଏବଂ ଇଚ୍ଛା ହଉନି କିଛି କାମ କରିବାକୁ। କିନ୍ତୁ ତଥାପି ସମସ୍ତେ ଭାବୁଥିବେ, ମାନେ ମୁଁ ବ୍ଲେଜର ଫ୍ଲେଜର ପିନ୍ଧି ମୁଁ ବର୍ତ୍ତମାନ ଗୋଆରେ ଅଛି। ଆମର ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆର ଯୋଉ ଗୋଆ ଫିଲ୍ମ ଫେଷ୍ଟିଭାଲ ହଉଛି, ସେଠି ଆସିଛି। ମୁଁ ଚାହୁଁନଥିଲି ଆସିକିରି କିଛି କହିବାକୁ, କାରଣ ମାନସିକ ସ୍ତରରେ ମୁଁ ଠିକ ନାହିଁ। ତଥାପି ମୁଁ ଏତିକି କହିବି, ହ୍ୟୁମାନର ପ୍ରତ୍ୟେକଟି ମୁହୂର୍ତ୍ତ ମୋର ମନେ ଅଛି। ସେ ପ୍ରଥମେ ପ୍ରଥମେ ମାନେ ମୁଁ ଏତିକି କହିବି, ସେ ବହୁତ ଏତେ ସରଳ, ଯୋଉ ସରଳତା ପାଇଁ ସେ ଆଜି ବହୁତ ଶୀଘ୍ର ଚାଲିଗଲା। ଆମ ସମସ୍ତଙ୍କୁ, ମାନେ ସମସ୍ତଙ୍କ ପାଖରେ ଏତେ ନିଜର ହେଇକିରି ପୁଣି ଦୂରେଇ ଗଲା। ତେଣୁ ତାର ପ୍ରତ୍ୟେକଟି କଥା ମୋର ମନେ ପଡୁଛି ଆଉ ମନେ ପଡିବ ମଧ୍ୟ। ଆଜି ବି ତାଙ୍କ ମାଙ୍କ ସହିତ ମୁଁ ସକାଳୁ କଥା ହଉଥିଲି, କାନ୍ଦିଲେ ମତେ ବି ଭାରି କଷ୍ଟ ଲାଗିଲା। କହିଲା, ସାର୍ ମୋ ପୁଅ ପାଇଁ, ମୋ ପୁଅକୁ ତ ଆମେ ସମର୍ପି ଦେଇଥିଲୁ ଆପଣଙ୍କୁ, ସେ ଆପଣଙ୍କର ପୁଅ ଥିଲା, ମୋର ନୁହଁ। ତେଣୁ ଆପଣଙ୍କୁ ପୁଅକୁ ଆପଣଙ୍କ ଠାରୁ ବି ଛଡେଇ ନେଇଗଲେ। ମୁଁ କହିଲି, ନାଇଁ, ଆପଣଙ୍କ ଠାରୁ ଛଡେଇ ନେଇଗଲେ, ମୋ ଠାରୁ ବି ଚାଲିଗଲା, ସେ ବହୁତ ଦୂରକୁ ପଳେଇ ଯାଇଛି। କିନ୍ତୁ କହିଲେ, ମୁଁ ଏବେ ସାର୍ କଣ କରିବି? ମୁଁ କହିଲି, ମୁଁ ତା ପାଇଁ ଯେମିତି ଲଢେଇ କରୁଥିଲି, ଠିଆ ହଉଥିଲି, ଆପଣଙ୍କ ପାଇଁ ସେମିତି ଛିଡା ହେବି। ଆଜି ସକାଳେ ଜଷ୍ଟ କଥା ହେଇଛି। ନାଇଁ, ଦୁଃଖ ତାର କିଛି ସେମିତି କିଛି, ଦେଖନ୍ତୁ, ସେ ଆସିଥିଲା ମାନେ ଗୀତ ଗାଇବା ପାଇଁ, ଏବଂ ଗୀତରେ ସେ ଏତେ ମଜିଯାଏ ଏବଂ ସେ ସବୁବେଳେ ଗୀତକୁ ଜଷ୍ଟିସ ଦେବା ପାଇଁ ଚେଷ୍ଟା କରେ। ଦୁଃଖ, ଦେଖନ୍ତୁ, ମଣିଷ ଜୀବନରେ କେତେବେଳେ ଭଲ ଆସିବ ମନ୍ଦ ଆସିବ ଅଲଗା କଥା। ସେମିତି ସେ କେବେ ସେୟାର ମାନେ ଆସି ଭାବିନି ଯେ ଯେ ସାର୍ ମୋର ଏଇଟା ଦୁଃଖ। ତାକୁ ତ ଭଗବାନ ସବୁ ଦେଇଥିଲେ, କଣ ନ ଦେଇଥିଲେ ତାକୁ? ତାକୁ ନାଁ ଦେଇଛନ୍ତି, ସୌରଭ ଦେଇଛନ୍ତି, ପଇସା ଦେଇଥିଲେ, ସବୁ ଦେଇଥିଲେ, ସ୍ତ୍ରୀ ଦେଇଛନ୍ତି, ଏତେ ସୁନ୍ଦର ଝିଅଟେ ଦେଇଛି, ମାନେ ଫ୍ୟାମିଲି ଅଛି। ଆଉ କଣ ତାର ସେମିତି? ମାନେ ମୁଁ ଏତିକି କହିବି, ତା ଜୀବନରେ ମାନେ ସେ ବହୁତ ଆହୁରି ଯାଇଥାନ୍ତା, ମାନେ ଆହୁରି କିଛି କରିପାରିଥାନ୍ତା। ସେତିକି ତା ମନ ଭିତରେ ଦୁଃଖ ରହିଗଲା। ହୁଏତ ସେ ଆହୁରି କିଛି କାମ କରିପାରିଥାନ୍ତା, କିନ୍ତୁ ଭଗବାନ ତାକୁ ନେଇଗଲେ। ନାଇଁ, ଦେଖନ୍ତୁ, ମୁଁ ଆଗେ ଯେତେବେଳେ ମୁଁ ଗୀତ ଗାଇବାକୁ, ମୋର ସେ ଫିଲ୍ମ ସୁଟିଂ ଆରମ୍ଭ ହବାର ଥିଲା, ମାନେ ଅଲରେଡି ଯାଇଥିଲା, ମୁଁ ତାକୁ ଡାକିଥିଲି ଗୀତ ଗାଇବା ପାଇଁ। ସେ ମତେ କହିଲା, ସାର୍ ଆଉ 2 ଦିନ ପରେ ଗାଇଲେ ଭଲ ହବ, ମୁଁ ଯୋଉ ପ୍ରୋଗ୍ରାମ କରି ଗଳାଟା ପଡି ଯାଇଛି। ମୁଁ କହିଲି, ନାଇଁ ନାଇଁ, ମୁଁ ତାକୁ ସବୁବେଳେ କମ୍ଫର୍ଟ ଜୋନ ଛାଡେ। ମୁଁ ଫୋନ କରିବି, ତୁ କୋଉ ଦିନ ଫ୍ରି ଅଛୁ? ସେ ତାର ଗୋଟେ ସବୁବେଳେ ପ୍ରିନ୍ସିପଲ ଥିଲେ, ମୁଁ ଯୋଉ ଦିନ ଗୁରୁଜୀଙ୍କ ଗୀତ ଗାଇବି ତା ପୂର୍ବ ଦିନ ପୁରା ରେଷ୍ଟ ନେବି। ସେଟା ସମସ୍ତେ ଇଣ୍ଡଷ୍ଟ୍ରି ଜାଣିଛନ୍ତି ଯେ ମୁଁ ଯୋଉ ଦିନ ପ୍ରେମାନନ୍ଦ ସାରଙ୍କ ଗୀତ ଗାଇବି ତା ପୂର୍ବ ଦିନ ପୁରା ରେଷ୍ଟ ନେବି, ନହେଲେ ନାହିଁ ମୁଁ ସାରଙ୍କ ସାମ୍ନାକୁ ଯିବିନି। ସେ ରେଷ୍ଟ ନିଏ। ମୁଁ ତାକୁ ପଚାରେ କମ୍ଫର୍ଟ ଟାଇମ, ସେ କହିଲା, ମୋର ମନେ ଅଛି, ମୁଁ ଗୋଟେ ଡେଟ୍ କହିଲି, ସେ 2 ଦିନ ପରେ କହିଲେ, ସାର୍ ଆଉ 2 ଦିନ ପରେ କଲେ ହବନି? ମୁଁ କହିଲି, ହଁ ହବ। କଣ ନା ସାର୍, ଏ ପ୍ରୋଗ୍ରାମ କରିଛି, ମୋର ଗଳା ଟିକେ ପଡିଯାଇଛି, ଆପଣଙ୍କ ଗୀତ ତ, ମୁଁ ସେଥିପାଇଁ ଡର ଲାଗୁଛି। ବୋଲେ, ହଁ ଠିକ ଅଛି, ତୁ ରେଷ୍ଟ ନେ। ରେଷ୍ଟ ନେ। ତା ପରଦିନ ଯୋଉ ଦିନ ଡେଟ୍ ଦେଇଥିଲା ସେଦିନ ସକାଳୁ ଫୋନ କଲା, କହିଲା, ଗୁରୁଜୀ କେତେବେଳେ ଯିବି? ମୁଁ କହିଲି, ତୁ ଯେତେବେଳେ ସମୟ ପାଉଛୁ ଆ। ନା ସାର୍, ସେକେଣ୍ଡ ହାଫ୍ ଯିବି। ବୋଲେ, ସେକେଣ୍ଡ ହାଫରେ ଆସେ। ଏବଂ ସେକେଣ୍ଡ ହାଫରେ ଆସିଥିଲା, ଗୀତ ଗାଇଥିଲା। ଗୀତ ମୁଖୁଡା ଗାଇ ଯେତେବେଳେ ଅନ୍ତରଟା ଗାଇଛି, ମୁଁ ଦେଖିଲି ମୁଁ ଯାହା ଚାହୁଁଛି ସେ ଦେଇପାରୁନି, ସେ ଚେଷ୍ଟା କରୁଛି ଦବା ପାଇଁ। ମାନେ ସେ ଗୀତକୁ ଜଷ୍ଟିସ ଦବା ପାଇଁ ଚେଷ୍ଟା କରୁଛି, କିନ୍ତୁ ଯାଉନି। ସେ ମାନେ ତା ମୁହଁର, ଆଉ ମୋ ସାମ୍ନାରେ ତାର ମୁହଁଟା ଯେତେବେଳେ ଇଏ ହେଇଗଲା, ଫେଡଅପ୍ ହଉଛି, ମୁଁ କହିଲି, ନାଇଁ। ମୁଁ କହିଲି, ମାନେ ଥାଉ ସେତିକି, ଗୋଟାଏ ଅନ୍ତରା ତ ହେଇଛି, ଥାଉ ସେତିକି। ନା ନାଇଁ ସାର୍, ଆଉ ଗୋଟେ ଅନ୍ତରା ଗାଇ ଦେଇଛି। ମୁଁ କହିଲି, ନାଇଁ ନାଇଁ, ମୋର ଥାଉ ସେତିକି, ତୋ ଦେହଟା ଭଲ ହେଇଯାଉ, ଆଉ ଥରେ ଗାଇବା। ସେଠୁ ସେ ପଳେଇ ଆସିଲା, ମାଇକ୍ରୋଫୋନ ପାଖରୁ ଆସି ମୋ ପାଖକୁ ଆସିଲା। ମୁଁ ସେଠୁ ଷ୍ଟୁଡିଓରେ, ଯେତେବେଳେ ରେକର୍ଡିଷ୍ଟ ଥିଲେ ସେ ଆମର ଷ୍ଟୁଡିଓ ବୟ, ସୌଭାଗ୍ୟ, ଯେତେ ଥିଲେ 3-4 ଜଣ, ଏବଂ ତାର କିଛି ଷ୍ଟାଫ ଥିଲେ, ଡ୍ରାଇଭର ଆଉ ପିଲା ତାର 2 ଜଣ ଖଣ୍ଡେ ଥିଲେ ବୋଧେ। ସମସ୍ତଙ୍କୁ ମୁଁ ବିଦା କରିଦେଲି। ମୁଁ କହିଲି, ସମସ୍ତେ ଷ୍ଟୁଡିଓ ବାହାରକୁ ଯାଉ, ଯେପର୍ଯ୍ୟନ୍ତ ମୁଁ କିଛି ଡାକୁ ଆଲାଉ କରିନି ତମେ କେହି ଆସିବନି। ଏବଂ ମୁଁ ତାକୁ ପାଖରେ ବସେଇଲି। ମୁଁ ପଚାରିଲି, କଣ ହେଇଛି? ତୋ ଦେହ କାହିଁକି ଏତେ ତଳକୁ ଗଲେ? ମୁଁ ତୋତେ ସବୁବେଳେ ତାଗିଦ କରେ, ଗାଳି କରେ ଯେ ତୋ ଦେହଟାକୁ ଜଗେ, ଖାଇବା ପିଇବା ଠିକ କରିବୁ, ରେଷ୍ଟ ନବୁ ଠିକ ଟାଇମରେ, ଗୀତ ଯେତିକି ପାରୁଛୁ ସେତିକି ଗା, ବେଶୀ ଗା ନା, ଭଗବାନ ତୋତେ ବହୁତ ଦେଇଦେଲେଣି, କାହିଁ ତୁ ଏମିତି ବ୍ୟସ୍ତ ହଉଛୁ? ତୁ ତୁ ଯେତେ ଲେଟ୍ କରି ଗା ଏବଂ ସମୟ ନେଇକରି ଗା, ଯେତିକି ତୋ ଦେହକୁ ଆଗେ ଜଗେ। ଆରେ ଦେହଟା ଭଲ, ସ୍ୱାସ୍ଥ୍ୟ ଯଦି ଭଲ ଥିବ ତୁ କେତେ ଆହୁରି ଗାଇବୁ? କାହିଁ ଏମିତି ହଉଛୁ? ତୋ ଦେହ କାହିଁ ଏମିତି ହେଲା, ଏମିତି ଗୋଡ ଫୋଡ? ସେଠୁ ସେ ମତେ ସେଇଦିନ ମତେ ହିଁ କହିଥିଲା, ସାର୍ ମୁଁ ତ ଗୀତ ଗାଇବି, ମୁଁ କିଛି କହିବି ଆଜି ଆପଣଙ୍କୁ କିଛି କଥା। ମୁଁ କହିଲି, ନିଶ୍ଚିତ।
ତୁ କିଛି କହିବୁ, କିଛି ଅସୁବିଧା ନାହିଁ, ତୁ ଆସେ। ଏବଂ ଆସିଲା ପରେ ଗୀତ ଗାଇଲା ପରେ ସମସ୍ତଙ୍କୁ ମୁଁ ବିଦା କରିଦେଇଥିଲି। କଥା ହେଲା ପରେ ସେ ବହୁତ କାନ୍ଦିଥିଲା, ଏବଂ କାନ୍ଦିଥିଲା ବହୁତ କିଛି। ଦେଖନ୍ତୁ 5.5 ଘଣ୍ଟା ନ କଣ ଏଇ କାନ୍ଦରେ ସରିଗଲା କି? ସରି ନଥିବ। ବହୁତ କିଛି କଥା, ଯୋଉ କଥା କି ମାନେ କହିକିରି କିଛି ଲାଭ ନାହିଁ। ସେ ତ ମରିଗଲା, ସରିଗଲା। ମୁଁ ଏତିକି କହିବି ଯେ ଅ, ସେ ମତେ ମୁଁ କହିଲି ତୁ ପ୍ରୋଗ୍ରାମ ବନ୍ଦ କରେ, ଏବେ ରେକର୍ଡିଂ ବନ୍ଦ କରେ। କହିଲେ ସାର୍ ରେକର୍ଡିଂ ବନ୍ଦ କରିଦେବି, କିଛି ଅସୁବିଧା ନାହିଁ, ରେକର୍ଡିଂ ବନ୍ଦ, ମୁଁ ଯାଉନି କିଛି ପ୍ରୋଗ୍ରାମ ପାଇଁ। ସାର୍ ଯୋଉ ପଇସା ନେଇ ଆସିଛି, ମୁଁ ଏବେ ଯଦି ନ ଯିବି ମତେ ସୋସିଆଲ ମିଡିଆରେ ଏତେ ଟ୍ରୋଲ କରିବେ, ହ୍ୟୁମାନ ସାଗର ପଇସା ନେଇ ଗାଇଲେନି, ଗୀତ ଗାଇ ପାରିଲେନି, ହ୍ୟୁମାନ ସାଗର ଗମ ଖରା, ମତେ ଆହୁରି ମାନସିକ ସ୍ତରରେ ଦୁର୍ବଳ କରିଦେବେ ସାର୍, ସେଇଟା ଡର ଲାଗୁଛି। ମୁଁ କହିଲି ଦେଖ, କିଛି ହବନି, ପ୍ରେସ ମିଟ୍ ଡାକିବି, ମୁଁ ବସିବି, ତୁ ମୋ ପାଖରେ ବସିବୁ, ମୁଁ କହିବି ଯେ ତା ଦେହ ଭଲ ନାହିଁ, ଆପଣ ମାନଙ୍କ ଯୋଉ ଯୋଉ କମିଟିରେ ପଇସା ନେଇ ସମସ୍ତଙ୍କୁ ଆମେ କ୍ଷମା ମାଗୁଛୁ, ତା ଦେହ ଭଲ ନାହିଁ, ତାକୁ ରେଷ୍ଟ ଦରକାର, ପଇସା ଆମେ ଫେରେଇଦବା। ଏଇଟା ବିଚରା ସିଏ ତ ନାହିଁ। ସେ ତ ଏବେ କହିଲେ ଆପଣଙ୍କୁ କେମିତି ଲାଗିପାରେ। ଏବଂ ତାର ମିସେସ୍ ବି ଶ୍ରେୟା ବି ଅଛି, ହ୍ୟୁମାନ ର ମା ବି ଅଛନ୍ତି, ତାଙ୍କ ବାପା ନାହାନ୍ତି। ସେମାନଙ୍କୁ ଯଦି ଆପଣ ପଚାରି ପାରିବେ, ଜାଣିବେ। ଆଜି ସକାଳେ ବି ତା ମା କହିଛି ସାର୍ ଆପଣ ହ୍ୟୁମାନ ପାଇଁ କେତେ ଫାଇଟ କରିଛନ୍ତି। ସେମାନେ ଘର ଫ୍ୟାମିଲି, ମୁଁ କହୁଛି ହ୍ୟୁମାନ ର ବାପା ମା ଏବଂ ଶ୍ରେୟାର ବାପା ମା ତାଙ୍କର ରିସେପସନ ଦିନ କହିଲେ ସାର୍ ଇଏ ଆମ ପିଲା ନୁହନ୍ତି, ଇଏ ଆପଣଙ୍କର ପୁଅ ଝିଅ, ଇଏ ଆପଣଙ୍କ ଦାୟିତ୍ୱ, ଆପଣ ତାକୁ ତିଆରି କରିଛନ୍ତି। ତେଣୁ ଯୋଉଠି ଏଇ ସ୍ତରକୁ ଯାଏ କଥା, ମାନେ ହ୍ୟୁମାନ କହେ ସାର୍ ମୋ ଭାଇ ଚାଲିଗଲା, ମୋ ବାପା ଚାଲିଗଲେ, ମୋର କିଛି ଦିନ ହେଲା ମାମୁଁ ବି ଚାଲିଗଲେ, ସାର୍ ଆପଣ ବମ୍ବେ ଗଲା ପରେ ମୁଁ ଦୁର୍ବଳ ହେଇଯାଇଛି ସାର୍, ନର୍ଭସ। ମୁଁ କହିଲି ନାଇଁ କିଛି ନାହିଁ, ମୁଁ ଅଛି ନା। ନା ଆପଣ ମୋର ସବୁ କିଛି ସାର୍, ବାପା ମା ସବୁ କିଛି। ମୁଁ ବର୍ତ୍ତମାନ ଆହୁରି ଅଧିକ ମୁଁ ଚାହୁଁନି ଆଉ ସାଡକୁ ଯିବାକୁ। ଇଭେନ ସମସ୍ତେ ଖାଲି କହିଛନ୍ତି ହ୍ୟୁମାନ ର ମୁହଁ ଏଇ ବଢେଇଛି, ଆଉ ସେଥିପାଇଁ ବି ହ୍ୟୁମାନ ଦାୟୀ। ହ୍ୟୁମାନ ଆଜି ଚାଲିଗଲାଣି, ସେଥିପାଇଁ ବି ମୁଁ ସବୁବେଳେ କହିଛି ହ୍ୟୁମାନ ତୁ ବରଂ ମୋ ବିଷୟରେ କିଛି କହ ନା ଇଣ୍ଟରଭ୍ୟୁରେ, ତୁ ସମସ୍ତ ଇଣ୍ଟରଭ୍ୟୁରେ ସମସ୍ତଙ୍କୁ ପ୍ରଶଂସା କରେ, ମୋ ବିଷୟରେ କିଛି କହିବା ଦରକାର ନାହିଁ। କିନ୍ତୁ ସେ ଏତେ ସରଳ ଥିଲା, ସବୁବେଳେ ସମସ୍ତଙ୍କ ନାଁ କହିବ। ମୋ ଗୁରୁଜୀ, ଗୋଟା କୋଉ ଚ୍ୟାନେଲରେ ସେ କହିଦେଇଥିଲା, ମୋ ଗୁରୁଜୀଙ୍କ ହାତ ଯଦି ମୋ ମୁଣ୍ଡ ଉପରେ ଅଛି, ମୋର ଆଉ କୌଣସି ମ୍ୟୁଜିକ ଡାଇରେକ୍ଟର ଆବଶ୍ୟକତା ନାହିଁ। ମୁଁ ତାକୁ ବିଗିଡିଥିଲି। ମୁଁ ଆଜି ଆପଣଙ୍କ ଚ୍ୟାନେଲରେ ପ୍ରଥମ ଥର ପାଇଁ କହୁଛି, ମୁଁ ତାକୁ ବିଗିଡିଥିଲି। ମୁଁ କହିଲି ଏମିତି ଇଣ୍ଟରଭ୍ୟୁ ଦିଆଯାଏ ନା। ନାଇଁ ଗୁରୁଜୀ ଯୋଉଟା ସତ କଥା। ମୁଁ କହିଲି ନାଇଁ ଏମିତି କହିବୁନି, ସମସ୍ତଙ୍କୁ ପ୍ରଶଂସା କରିବୁ, ସମସ୍ତଙ୍କୁ ପ୍ରଶଂସା କରିବା ଦରକାର। ଗୋଟେ ବଡ ଲୋକ ସମସ୍ତଙ୍କୁ ପ୍ରଶଂସା କରେ। ତୁ ଗୋଟେ ଏତେ ବଡ ଶିଖର, ତୁ କାହିଁ କହୁଛୁ ମୋ ଗୁରୁଜୀ? ତୁ ଜମା ସେମିତି କହିବୁନୁ। ପର୍ଟିକୁଲାର ମୁଁ ସମସ୍ତଙ୍କୁ କହିଛି, ତାକୁ ବହୁତ ବୁଝେଇଛି ଯେ ସମସ୍ତଙ୍କୁ ପ୍ରଶଂସା କରେ। ଏବଂ ତାର ମୁଁ ଗୋଟେ ଛୋଟିଆ କଥା ହଉଛି, ତା ମିସେସ୍ ବି ଅଛି, ଆପଣ ବୁଝିପାରିବେ, ତାର ମା ବି ଅଛନ୍ତି, ବୁଝିପାରିବେ। ତାର ଝିଅର ଜନ୍ମଦିନ ଥିବ, କେକ୍ ଫେକ୍ କାଟିଥିବ, ସବୁ ଇଣ୍ଡଷ୍ଟ୍ରିର ଲୋକ ଗଦା ହେଇଥିବେ, ମୋ ଷ୍ଟୁଡିଓ ରେକର୍ଡିଂ ଥିବ, ଲେଟ୍ ହଉଥିବ ବୋଲି କେକ୍ କାଟିବନି, କହିବ ମୋ ଗୁରୁଜୀ ଆସିଲେ ଯାଇ କେକ୍ କଟା ହବ। ମୁଁ ତାକୁ ବାରମ୍ବାର ଫୋନ କରୁଥିବି, ତୁ ହ୍ୟୁମାନ କେକ୍ କାଟେ, ସମସ୍ତେ ଖାଇବା ପିଇବା କରନ୍ତୁ, ମୁଁ ଯାଇ ପହଞ୍ଚୁଛି, ବ୍ୟସ୍ତ ନା। ନା ନାଇଁ ଗୁରୁଜୀ ଆପଣ ନ ଆସିଲେ ହବନି, ଆପଣ ଆସିଲେ କେକ୍ କାଟିବେ। ଏଇଟା ଏଇଟା ସେ ଆକ୍ରୋଶର ଶିକାର ହବନି? ନିଶ୍ଚିତ, ନିଶ୍ଚିତ। କାରଣ ମୁଁ ହ୍ୟୁମାନଙ୍କୁ ବହୁତ ଥର କହିଛି ଯେ ହ୍ୟୁମାନ ତୋତେ ଆଗରେ ଯୋଉମାନେ ମାନେ ପ୍ରଶଂସା କରୁଛନ୍ତି, ସେ ପଛରେ ତୋତେ ଭଲ ପାଆନ୍ତିନି। ଏବଂ ବିଚାରା ପଳେଇ ମାନେ ଆର ପାରିକୁ ଚାଲିଗଲାଣି। ମୁଁ କହୁନି, ମୁଁ ଜଣେ ତାକୁ ସେ କହିଲା ସାର୍ ସିଏ ତ ମତେ ବହୁତ ଭଲ ପାଉଛନ୍ତି। ମୁଁ କହିଲି ଭଲ ପାଉଛନ୍ତି, ମୋ ପାଖରେ ବସ। ମୁଁ କହିବା କଥା ନୁହଁ, ମୁଁ ଆଜି କହୁଛି। ମୁଁ ତାଙ୍କୁ ଓପନ ସ୍ପିକରରେ ଫୋନ ଲଗେଇଥିଲି, ଏବଂ ଓପନ ସ୍ପିକରରେ ସେ ହ୍ୟୁମାନଙ୍କୁ ଯୋଉ ଲାଙ୍ଗୁଏଜରେ ଶୋଇଥିଲେ, ହ୍ୟୁମାନ ଦେଖିକିରି କହିଲେ ସାରେ ମୋ ସାମ୍ନାରେ ମତେ ଏତେ ଭଲ ପାଉଛନ୍ତି, ପଛରେ ଏମିତି। ହ୍ୟୁମାନ ନିଜେ ଶୁଣିକିରି ଓପନ ସ୍ପିକରରେ ଶୁଣିଥିଲା ସେ ବ୍ୟକ୍ତିଙ୍କର। କିନ୍ତୁ ସେ ଫିଲ୍ କରି, ସେଇଥିପାଇଁ ସେ ଗୋଟେ ଚ୍ୟାନେଲରେ କହିଛି ଯେ ମୁଁ ଗୁରୁଜୀ ମୋ ପାଇଁ ଫାଇଟ କରନ୍ତି, ଲଢେଇ କରନ୍ତି। ମୁଁ କାହିଁକି, ସେ ଜାଣିଛି ଯେ ମୁଁ ତା ପାଇଁ କେତେ ଫାଇଟ କରେ, କଣ କରେ, ସେ ସବୁ ଜାଣିଛି। କିନ୍ତୁ ଜାଣିକିରି ମୁଁ କହିଲି ସବୁ ଜାଣିବା ସତ୍ତ୍ୱେ ବି ତୁ ସେଇମାନଙ୍କୁ ରେସପେକ୍ଟ ଦିଏ। କାରଣ ତୁ ତ ଜାଣିଲୁ ଏମାନଙ୍କର ଇଏ, ସେମାନେ ଯଦି ଚାହୁଁଛନ୍ତି ତାଙ୍କ ନାଁ ଟିକେ କହିଲେ ସେ ଆହୁରି ଖୁସି ହେବେ। ତୁ ତାଙ୍କର ନାଁ କହ, ତାଙ୍କ ବିଷୟରେ ଭଲ କହ, ସମସ୍ତଙ୍କ ବିଷୟରେ ଭଲ କହ। ଶୁଣନ୍ତୁ, ମୁଁ ଯୋଉଦିନ ପ୍ରଥମେ ଶୁଣିଲି, ମତେ ଜଣେ କହିଲେ ହ୍ୟୁମାନ ଆପଣଙ୍କ ଷ୍ଟୁଡେଣ୍ଟ ମଦ ପିଉଛି। ମୁଁ କହିଲି ହେ, ମିଛ କଥା। ତା ସିଏ ବର୍ଷ ବର୍ଷ ଧରି ମୋ ପାଖରେ ବସିଛି ସିଟିଂ ରେ, ମୁଁ ଜାଣିନି। ସକାଳୁ ଯିବୁ ସିଟିଂ କି
ଓ, ମାନେ ସେତେବେଳେ ମୁଁ ବି ଖାଇବା ପିଇବା ଠିକ କରିନଥିଲି। ମତେ ଡକ୍ଟର କହିଲା ପରେ ଯେ ଖାଇବା ପିଇବା ଠିକ କରନ୍ତୁ, ଦି ଜଣ ଯିବୁ, ଗୋଟାଏ ଅମୁଲ କୁଲ, ଦିଟା ଅମୁଲ କୁଲ ତାର ଗୋଟାଏ ମୋର ଗୋଟା, ଗୁଡ ଡେ ବିସ୍କୁଟ ତାର ଗୋଟାଏ ମୋର ଗୋଟା, ଖାଇକି ଖରାବେଳେ ଖାଇବୁ ସେଇଟା, ପୁଣି ସନ୍ଧ୍ୟା ବେଳକୁ ଆସି ତାକୁ ଘରେ ଛାଡିକିରି ଆସେ ମୋର ସ୍କୁଟରରେ। ମୁଁ ତାକୁ ଜାଣିନି ତମେ ମିଛ କହୁଛ। ସେ କହିଲେ ନାଇଁ ନାଇଁ ମଦ ପିଉଛି, ମୁଁ ପ୍ରମାଣ କରିଦେବି। ଏବଂ ଗୋଟେ ଜାଗାରୁ ଶୁଣିଲା ପରେ ମୁଁ ତାକୁ ହ୍ୟୁମାନ କୁ ଫୋନ କଲି। ମୁଁ କହିଲି ହ୍ୟୁମାନ, ମୁଁ ଏ କଥା ଶୁଣିଲି, ସତ ନା ନାଇଁ? ମିଛ। ନା ନାଇଁ ସାର୍ ମିଛ। ମୁଁ କହିଲି ହ୍ୟୁମାନ, ତୁ ମିଛ କହୁଛୁ ଏବଂ ମିଛ କହୁଛୁ ମୁଁ ଜାଣିପାରୁଛି। ଏବଂ ସେ ଯେତେବେଳେ ମୋ ସହିତ କଥା ହଏ, ମୁଁ ଦେଖନ୍ତୁ ମୁଁ ଗଢିଛି ପିଲାଟାକୁ, ମୁଁ ଜାଣିନି ସେ ମିଛ କହୁଛି କି ସତ କହୁଛି। ତାପରେ ମୁଁ କହିଲି ତୋ ଫୋନ କଲ୍ ଟା କାଟିଲି, ଆଜିଠାରୁ ତୁ ମୋତେ ଫୋନ କଲ୍ କରିବୁନି କି ମୁଁ ତୋତେ ଫୋନ କରିବିନି। ସନ୍ଧ୍ୟା ଟାଇମରେ ମୁଁ ଫୋନ ଟା କାଟିଦେଲି। ସେ ଯେତେ ଫୋନ କଲା ମୁଁ ଉଠେଇଲି ନାହିଁ। ରାତି 3ଟା, 2:30ରୁ 3ଟା ଭିତରେ ମୋ ଗେଟ୍ ପାଖରେ ହ୍ୟୁମାନ ଏବଂ ତା ମିସେସ୍ ଶ୍ରେୟା ଦି ଜଣ ଯାଇ ପହଞ୍ଚିଲେ। ପହଞ୍ଚି ମୋ ଗେଟ୍ ଦିଆଯାଇଛି ରାତି 3ଟାରେ। ଫୋନ ମାନେ ଚିଲେଇକିରି କହିଲା, ଗୁରୁଜୀ ଗେଟ୍ ଖୋଲ, ମରିଯିବି ଗୁରୁଜୀ, ଆଉ ଭୁଲ କରିବିନି ଗୁରୁଜୀ, ମତେ ଏଇଥର କ୍ଷମା, ଥରେ କ୍ଷମା କରିଦିଅ। ଏବଂ କଲୋନୀରେ ଲୋକ ହେଇଯିବେ, ମୁଁ ଶୁଣିକିରି ମାନେ ବ୍ୟସ୍ତ ଲାଗିଲା। ମୁଁ କହିଲି ଆରେ ହ୍ୟୁମାନ ଏତେ ବଡ ନାଁ, ସେ ଆସିକିରି ଗେଟ୍ ପାଖରେ ଏମିତି କହୁଛି, ସମସ୍ତେ ପଡିଶା ଉଠିବେ। ମୋ ମିସେସ୍ କୁ ମୁଁ ପଠେଇଲି। ମାନେ ଶ୍ରେୟା ଆଜି ଶୁଣିଲେ ଭାବୁଥିବ ମୁଁ ସାର୍ ନୁଚେ। ମୁଁ ସେଦିନ ଥିଲି କିନ୍ତୁ ଘରେ, ମୁଁ ଛାତ ଉପରକୁ ପଳେଇ ଯାଇଥିଲି ଯେ ତାକୁ କେବଳ ଡରେଇବା ପାଇଁ, ଯେ ତୁ ମଦ, ମୁଁ ଶୁଣୁଛି ଯୋଉଟା, ତୁ ସେ ବାଟକୁ ଯା ନା। ଏବଂ ସେ ଯାଇଥିଲା, ମିସେସ୍ ସହିତ କଥା ହେଇଥିଲା। ମୋ ମିସେସ୍ କହିଲା, ଗୁରୁମା, ଗୁରୁଜୀଙ୍କୁ ବୁଝେଇ ଦିଅନ୍ତୁ, ମୁଁ କେବେ ଆଉ ସେ ଭୁଲ କରିନି। ମୁଁ ଯେ ମାନେ ଶ୍ରେୟା ବି ଯାଇଥିଲା, ଶ୍ରେୟା ବି କହିଲା। ସେଠୁ ମିସେସ୍ ମୋର କହିଲା, କହିଲା ତମେ ଯାଅ, ମୁଁ ସାର୍ଙ୍କୁ କହିବି, ସାର୍ କଥା ହେବେ, ବ୍ୟସ୍ତ ହୁଅନା। ଏବଂ ଗଲା ପରେ ମୁଁ ଫୋନ କରି କଥା ହେଲି। ମୁଁ କହିଲି ମୁଁ ପୁରୀ ପଳେଇ ଆସିଛି, ମିଛରେ କହିଥିଲି। ମୁଁ ସେଦିନ ମୋ ଘରର ଛାତ ଉପରେ ରହିଲି କେବଳ ତାକୁ ଡରେଇବା ପାଇଁ। ମୁଁ କହିଲି ମୁଁ ପୁରୀ ପଳେଇ ଆଇଛି, ତୁ କାହିଁକି ଏ କଥା କହୁଛୁ, ତୁ ଶୁଅ। ମତେ ହ୍ୟୁମାନ କହିକି ଗଲା ମୋ ମିସେସ୍ କୁ ଯେ ଗୁରୁଜୀ ଫୋନ ନ କଲେ ମୁଁ ଗୁରୁମା ଶୋଇପାରିବିନି ରାତିରେ, ମୁଁ ଶାନ୍ତିରେ ଟିକେ ଶୋଇପାରିବିନି। ଏବଂ ମୁଁ ଫୋନ କରିଥିଲି ତାକୁ, ମୁଁ କହିଲି ତୁ ଶୋଇପଡେ, କାଲି ସକାଳୁ ଆସି ସେଠି କଥା ହେବି। ତୁ ଆଉ, ମୁଁ ଯେତେ ଆଉ ଦିନେ ଶୁଣିବିନି। ଆଉ କଣ କରିପାରିଥାନ୍ତି। ଏବଂ କିଛି ଦେଖିଲେ ଯେତେବେଳେ, ମାନେ ପ୍ରେମାନନ୍ଦ ୟାକୁ ଏତେ ପୁରା ଇଏ କରୁଛି, ଆକଟ କରୁଛି, ଭାବିଲେ ପ୍ରେମାନନ୍ଦ ପାଖରୁ ଆମେ କେମିତି ତାକୁ ଡିଟାଚମେଣ୍ଟ ବଢେଇ ଦେଲେ ଏବଂ ଆମର ମିଶନରେ ଆମେ ସଫଳ ହବୁ। ହେଇଗଲେ ସଫଳ, ଆଉ କଣ କରିବା।